ନମସ୍କାର। ଆମର ନମସ୍କାର ସୁରଭି କାର୍ଯ୍ୟକ୍ରମ 2025 ବକ୍ତୃତା ଆନନ୍ଦ ଓଡ଼ିଶା ଗୋଟିଏ ଶିକ୍ଷା ଓ ସଂସ୍କୃତି। ଆଜିର ଏହି ସୁନ୍ଦର ପରିବେଶ ମଧ୍ୟରେ ସୁରଭି ଉପଲକ୍ଷେ ଆୟୋଜିତ ପ୍ରତିଯୋଗିତାରେ ମଞ୍ଚାସୀନ ସମ୍ମାନନୀୟ ପୂଜାସ୍ପଦ ବିଜ୍ଞ ବିଚାରକ ମଣ୍ଡଳୀଙ୍କୁ ମୋର ନମସ୍କାର। ଏଠାରେ ଉପସ୍ଥିତ ଅତିଥି ଅଭ୍ୟାଗତଗଣ ଏବଂ ମୋର ସାନ ବଡ଼ ଭାଇ ଭଉଣୀ ମାନେ, ଆଜିର ଏହି ପ୍ରତିଯୋଗିତାର ବିଷୟବସ୍ତୁ ହେଉଛି ଉନ୍ନତ ଓଡ଼ିଶା ଗଠନରେ ଶିକ୍ଷା ସଂସ୍କୃତି। ଏହି ବିଷୟବସ୍ତୁ ଆଧାରରେ ମୁଁ ମୋର ବକ୍ତବ୍ୟ ରଖୁଛି। ପ୍ରଥମେ ଆଜି ଜାଣି ରଖିବା ଆବଶ୍ୟକ ଯେ ଶିକ୍ଷା ଓ ସଂସ୍କୃତି କହିଲେ ଆମେ କ'ଣ ବୁଝୁ। ବାସ୍ତବରେ ବିଶ୍ୱନିୟନ୍ତା ସ୍ରଷ୍ଟାଙ୍କ ସୃଷ୍ଟିରେ ମାନବ ହିଁ ସର୍ବଶ୍ରେଷ୍ଠ ସୃଷ୍ଟି ଭାବେ ପରିଚିତ। ମାନବ ଜୀବନର ପାଶବିକ ଓ ସାମାଜିକ ଦିଗଦ୍ୱୟ ମଧ୍ୟରୁ ପାଶବିକ ଦିଗଟି ଖାଦ୍ୟ ଓ ପ୍ରଜନନ ସହିତ ସମ୍ପୃକ୍ତ ହୋଇଥିବା ବେଳେ ସାମାଜିକ ଦିଗଟି ଶିକ୍ଷା ସହ ସମ୍ପୃକ୍ତ ଅଟେ। କେବଳ ଶିକ୍ଷା ଦୃଷ୍ଟି କୋଣରୁ ମାନବ ଅନ୍ୟ ସମସ୍ତ ପ୍ରାଣୀମାନଙ୍କ ଠାରୁ ସର୍ବୋତ୍କୃଷ୍ଟ ପ୍ରାଣୀ ଭାବରେ ମାନ୍ୟତା ଲାଭ କରିଛି। ପିଲାମାନେ ଏହି ଚ୍ୟାନେଲକୁ ଦୟାକରି ସବସ୍କ୍ରାଇବ କରିଦେବେ। ପିଲାମାନେ ସବସ୍କ୍ରାଇବ ସହିତ ଲାଇକ୍ ବି କରିଦେବେ ନିଶ୍ଚିତ ରୂପେ। ପୃଥିବୀ ପୃଷ୍ଠରେ ମାନବ ପାଇଛି ଶ୍ରେଷ୍ଠ ପ୍ରାଣୀ ରୂପେ ଜନ୍ମ। ଶିକ୍ଷା ସଂସ୍କୃତି ସବୁ କ୍ଷେତ୍ରରେ ତାର ରହିଛି ବିଶ୍ୱରେ ନାମ। ଶିକ୍ଷା ବିନା ମାନବ ପଶୁତୁଲ୍ୟ ବୋଲି କୁହାଯାଇପାରେ। ଶିକ୍ଷା ହିଁ କେବଳ ମାନବର ଶ୍ରେଷ୍ଠତ୍ୱକୁ ପ୍ରତିପାଦିତ କରିଥାଏ। ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା, ଯାହାକି ମାତୃଗର୍ଭରୁ ଆରମ୍ଭ ହୋଇ ଶ୍ମଶାନ ଭୂମିରେ ଶେଷ ହୋଇଥାଏ। ଯେହେତୁ ମାନବ ଅଭିଜ୍ଞତାରୁ ଶିକ୍ଷା ଲାଭ କରିଥାଏ ଏବଂ ଜୀବନ ଅଭିଜ୍ଞତାମୟ, ତେଣୁ ଶିକ୍ଷାକୁ ଜୀବନବ୍ୟାପୀ ଓ ଧାରାବାହିକ ପ୍ରକ୍ରିୟା ବୋଲି କହିବାରେ କିଛି ଅସୁବିଧା ନାହିଁ। ଅନ୍ୟପକ୍ଷରେ ମାନବର ଆଚାର ବ୍ୟବହାର, ଚାଲିଚଳନ ତଥା ଆଚରଣର ପରିବର୍ତ୍ତନ ଯଦି ସମାଜ ଦ୍ୱାରା ସ୍ୱୀକୃତ ହୋଇଥାଏ, ତେବେ ତାକୁ ଶିକ୍ଷା ଭାବେ ଅଭିହିତ କରାଯାଏ। ଆଜି ମାନବର ଯେଉଁ ପରିବର୍ତ୍ତନ ଓ ପ୍ରଗତି ପରିଲକ୍ଷିତ ହେଉଛି, ତାହା ହିଁ କେବଳ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ହେତୁ ସମ୍ଭବ ହୋଇପାରିଛି। ଶିକ୍ଷା ହିଁ ବ୍ୟକ୍ତିର ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଜୀବନ ଯାପନରେ ସହାୟକ ହେବା ସହିତ ସମାଜର ଅଶେଷ କଲ୍ୟାଣ ସାଧନ କରିଥାଏ। ଶିକ୍ଷା ବିନା ଏହି ମାନବ ସମାଜ ଅନ୍ଧକାରମୟ ଅଟେ। ଉନ୍ନତ ଓଡ଼ିଶା ଗଢ଼ିବା ପାଇଁ କିଛି ଶିକ୍ଷା ହିଁ ଗୁରୁତ୍ୱ ଅଟେ। ସାମାଜିକ ଜୀବନରେ ପରମ୍ପରା, ଆଦର୍ଶ ଓ ରୀତିନୀତିକୁ ଆମେ ସଂସ୍କୃତି ବୋଲି କହିଥାଉ। ଯେଉଁ ଜାତିର ଆଦର୍ଶ, ଚିନ୍ତାଧାରା, ଶିକ୍ଷା, ସୃଜନଶକ୍ତି ଏବଂ ଆତ୍ମବିଶ୍ୱାସ ଯେତେ ବିସ୍ତୃତ, ସେ ଜାତିର ସଂସ୍କୃତି ସେତେ ଉନ୍ନତ। ସଂସ୍କୃତି ଶବ୍ଦଟିକୁ ଆମେ ଇଂରାଜୀରେ କଲଚର ବୋଲି କହିଥାଉ, ଯାହାର ଅର୍ଥ ହେଉଛି ସଂସ୍କାର। ମଣିଷର ଦୈନନ୍ଦିନ ଜୀବନରେ ସଂସ୍କୃତି ଗଭୀର ଭାବରେ ଜଡ଼ିତ। ସାମୂହିକ ଜୀବନରେ ନୈତିକତା, ଆଦର୍ଶ, ଆଚାର ବିଚାର, ଦେବଦାସୀ, ଯାନିଯାତ୍ରା, ପର୍ବପର୍ବାଣୀ, କଳା, ସ୍ଥାପତ୍ୟ, ଖାଦ୍ୟ ପଦାର୍ଥ ଆଦି ଆମ ସଂସ୍କୃତିର ପରିଚୟ। ଓଡ଼ିଶାର ସଂସ୍କୃତି ମୁଖ୍ୟତଃ ଜଗନ୍ନାଥ ସଂସ୍କୃତି ଭାବରେ ସମଗ୍ର ବିଶ୍ୱରେ ବେଶ ଖ୍ୟାତି ଅର୍ଜନ କରିଛି। ବସୁଧୈବ କୁଟୁମ୍ବକମ୍ ଅର୍ଥାତ୍ ସମଗ୍ର ବିଶ୍ୱ ହେଉଛି ଗୋଟିଏ ପରିବାର, ଆଉ ଏହା ହେଉଛି ଜଗନ୍ନାଥ ସଂସ୍କୃତିର ମୂଳ ଆଧାର। ଗୋଟିଏ ରାଜ୍ୟକୁ ଉନ୍ନତ କରିବାକୁ ହେଲେ ଏହାର ଜନସାଧାରଣ ଶିକ୍ଷିତ ହେବା ଆବଶ୍ୟକ ଏବଂ ଏହାର ସଂସ୍କୃତିକୁ ସର୍ବଦା ବଜାୟ ରଖିବା ଉଚିତ। ଯେଉଁ ରାଜ୍ୟର ଜନସାଧାରଣ ଯେତେ ଶିକ୍ଷିତ ଏବଂ ସଚେତନ, ସେହି ରାଜ୍ୟର ସଂସ୍କୃତି ଓ ପରମ୍ପରା ସେତେ ଉନ୍ନତ ଅଟେ। ଯେଉଁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଯେତେ ସୁନ୍ଦର ଏବଂ ସଂସ୍କୃତି ଯେତେ ଉଚ୍ଚ, ସେ ରାଜ୍ୟ ସେତେ ଉନ୍ନତ, ଏଥିରେ ସନ୍ଦେହର
ଅବକାଶ ନାହିଁ। ଓଡ଼ିଶା ଆମର ଉନ୍ନତ ହୋଇବ, ସଂସ୍କୃତି ଯେ ଉଚ୍ଚ ହେଲେ, ଶିକ୍ଷା ବ୍ୟବସ୍ଥାରେ ସୁଧାର ହୋଇଲେ, ଅନ୍ଧାରେ ଆଲୋକ ଜଳେ। ଧନ୍ୟବାଦ, ନମସ୍କାର। ପ୍ଲିଜ୍ ସମସ୍ତେ ଭିଡ଼ିଓକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ।